ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଜୁନାନୀ ଗ୍ରାମରେ ମହାସମାରୋହରେ ଆୟୋଜିତ ହୋଇଯାଇଛି ଅଷ୍ଟପ୍ରହରୀ ନାମଯଜ୍ଞ। ଏହି ଅଷ୍ଟପ୍ରହରୀ ନାମଯଜ୍ଞରେ କର୍ତ୍ତା ଭାବରେ ଦୁଃଖୀଶ୍ୟାମ ପଟେଲ ଏବଂ ତାଙ୍କ ସହଧର୍ମିଣୀ ପୁତୁନି ପଟେଲ ରହିଥିବା ବେଳେ ପୂଜକ କୁନା ମିଶ୍ର ଏବଂ ତାଙ୍କ ସହଯୋଗୀଙ୍କ ସହିତ ଯଜ୍ଞର ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ତୁଲାଇଥିଲେ। ଏହି ନାମଯଜ୍ଞରେ 6 ଗୋଟି ସଂକୀର୍ତ୍ତନ ଦଳ ଯୋଗଦେଇ ହରିନାମ ମହାମନ୍ତ୍ରକୁ ଦିନରାତି ଜପ କରି ପବିତ୍ର ଯଜ୍ଞକୁ ସାଫଲ୍ୟମଣ୍ଡିତ କରିଥିଲେ। ବିଶ୍ୱର କଲ୍ୟାଣ ଏବଂ ଗ୍ରାମର ମଙ୍ଗଳ ପାଇଁ ଆୟୋଜିତ ହୋଇଥିବା ଏହି 24 ପ୍ରହରୀ ନାମଯଜ୍ଞ ଦେଖିବା ପାଇଁ ବହୁ ଦୂରଦୂରାନ୍ତରରୁ ହରିନାମ ପ୍ରେମୀମାନେ ଗହଳି ଲଗାଇଥିବାର ଦେଖିବାକୁ ମିଳିଥିଲା। ଶହ ଶହ ସଂକୀର୍ତ୍ତନ ପ୍ରେମୀଙ୍କ ସମାଗମ ହୋଇଥିବା ବେଳେ ପଡ଼ୋଶୀ ଜିଲ୍ଲାର ସଂକୀର୍ତ୍ତନ ପ୍ରେମୀମାନଙ୍କ ମଧ୍ୟ ଗହଳି ଲାଗିଥିଲା। ଏହି ନାମଯଜ୍ଞରେ ନାମଯଜ୍ଞ କମିଟି ତରଫରୁ ସମସ୍ତଙ୍କ ପାଇଁ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ହରିନାମ ଦେଖିବା ପରେ ମହା ଆନନ୍ଦରେ ଅନ୍ନ ଭୋଜନ କରି ବାହୁଡ଼ି ଯାଉଥିଲେ। ଜୁନାନୀ ଗ୍ରାମର ନାମଯଜ୍ଞ କମିଟି ସଭାପତି ଭୁବନେଶ୍ୱର ସିଂଦେଓ, ସମ୍ପାଦକ ପ୍ରମୋଦ ପଧାନୀ, କୋଷାଧ୍ୟକ୍ଷ ଲୋକନାଥ ପଟେଲ, ପ୍ରେମଲାଲ ପଟେଲ, ଅଶୋକ ସିଂଦେଓ, ପରଶୁ ମାଝୀ, ଶଙ୍କର ପଟେଲ, ଜିତେନ୍ଦ୍ର ପଧାନୀ, ଯଶବନ୍ତ ପଧାନୀ ଏବଂ ଗ୍ରାମବାସୀଙ୍କ ସହିତ ଅନେକ ଭକ୍ତ ସହଯୋଗ କରି ନାମଯଜ୍ଞ ଆୟୋଜନର ମୁଖ୍ୟ ଭୂମିକା ନେଇଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ।